ଜୟ ଜଗନ୍ନାଥ। ହ୍ୟାଲୋ ସାଙ୍ଗମାନେ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରିଛି ପୁଣି ଏକ ନୂଆ ଇଣ୍ଟରେଷ୍ଟିଂ ଭିଡ଼ିଓରେ। ଆଜି ଆମେ ଜାଣିବା ରେସିଡେଣ୍ଟ ସାର୍ଟିଫିକେଟ୍ କେମିତି ଆପ୍ଲାଏ କରାଯାଏ। ତା ପାଇଁ କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକ କହିଦେଉଛି। ଘରବାଡ଼ି ପଟ୍ଟା, ପାଉତି, ଆପ୍ଲିକାଣ୍ଟର ଆଧାର, ତା ବାପାଙ୍କର ଆଧାର, ଆପ୍ଲିକାଣ୍ଟର ଫଟୋ, ଏସବୁ ଡକୁମେଣ୍ଟ ଦରକାର ଏବଂ ରେସିଡେଣ୍ଟ ଫର୍ମ ଗୋଟେ ଭରିବାକୁ ପଡ଼ିବ। ଷ୍ଟାର୍ଟ କରିବା, କୌଣସି ଏକ ବ୍ରାଉଜରକୁ ଯିବା, ସେଥିରେ ଲେଖିବା ଡିଷ୍ଟ୍ରିକ୍ଟ ଓଡ଼ିଶା। ଖୋଲିଗଲା। ପ୍ରଥମ ଯେଉଁ ଲିଙ୍କଟା ଦେଖାହେଉଛି ତା ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଦେଖିବ ତଳ ଉପରକୁ ଯିବା, ଲଗ୍ଇନ୍ ଅପସନ୍କୁ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଯଦି ନୂଆ ହେଇଥିବା ଆପଣ, ତାହେଲେ 3 ଡଟ୍ ଉପରେ କ୍ଲିକ୍ କରିବେ। ରେଜିଷ୍ଟର ଏଠି ଦେଖେଇବ। ଦେଖାଇଲା ପରେ ସେଠି ଆପଣଙ୍କର ନାମ ଏବଂ ତାର ମେଲ୍ ଆଇଡ଼ି ଏବଂ ମୋବାଇଲ ନମ୍ବର ଏବଂ ଗୋଟେ ପାସୱାର୍ଡ଼ କ୍ରିଏଟ୍ କରିବେ। ତାପରେ କ୍ୟାପଚା ଏବଂ ନିଜ ଷ୍ଟେଟ୍ ସିଲେକ୍ସନ୍ କରିବେ। ତାପରେ କ୍ୟାପଚା ଦେବେ। କ୍ୟାପଚା ଦେଇକି ସବମିଟ୍ ଉପରେ କ୍ଲିକ୍ କରିବେ। ଗୋଟେ OTP ଯିବ, ଆପଣଙ୍କର ହେଇଯିବ। ଯେହେତୁ ମୁଁ ଆଗରୁ ଆଇଡ଼ି କ୍ରିଏଟ୍ କରିସାରିଛି, ସେଥିପାଇଁ ଡାଇରେକ୍ଟ ଲଗ୍ଇନ୍ କରୁଛି। ଏଠି ମୋର ମେଲ୍ ଆଇଡ଼ିଟା ଦେଇଦେଉଛି। ତାପରେ ଯେଉଁ ପାସୱାର୍ଡ଼ ବନାହେଇଛି ସେ ପାସୱାର୍ଡ଼କୁ ଦେଇଦେଉଛି ଏଠି। ପାସୱାର୍ଡ଼ ତାପରେ କ୍ୟାପଚା କୋଡ଼କୁ ଭରି ଦେଉଛି। ଭରି ସାରିଲା ପରେ ଲଗ୍ଇନ୍ ଉପରେ କ୍ଲିକ୍ କରୁଛି। ଦେଖ ପୁରା ସାଇଟ୍ ଖୋଲିଗଲା। ଉପରେ ଅଛି ମ୍ୟାନେଜ୍ ପ୍ରୋଫାଇଲ୍, ତାପରେ ଆପ୍ଲାଏ ଫର୍ ସର୍ଭିସ୍, ତାପରେ ଭ୍ୟୁ ଷ୍ଟାଟସ୍ ଫର୍ ଆପ୍ଲିକେସନ୍, 4 ନମ୍ବର ଅଛି ସବମିଟ୍ ଫିଡ଼ବ୍ୟାକ୍। ଯେହେତୁ ମୋର ସବୁ ଦରକାର ନାହିଁ, ଆପ୍ଲାଏ ସର୍ଭିସ୍ ଉପରେ କ୍ଲିକ୍ କରୁଛି। ତା ତଳକୁ ଯିବ। ତଳକୁ ଗଲା ପରେ ଦେଖ ପୁରା ଯେତିକି ଗୁଡ଼ା ସର୍ଭିସ୍ ଅଛି ସବୁ ଦେଖେଇଲା। ମୋର ଯେହେତୁ ଇନକମ୍ ସାର୍ଟିଫିକେଟ୍ ଆପ୍ଲାଏ କରିବା, ସେଥିପାଇଁ ଇନକମ୍ ଲେଖିଦେଉଛି। ଇନକମ୍ ଲେଖିଲା ପରେ କ୍ଲିକ୍ କରୁଛି। ଦେଖ ତା ଫର୍ମଟି ଖୋଲିଗଲା। ଫର୍ମଟି ଖୋଲିଗଲା। ଯେହେତୁ ଏଇଟା ଗୋଟେ ସ୍ତ୍ରୀ ଲୋକ ହେଇଥିଲେ ସ୍ତ୍ରୀ ଲେଖିବେ, ଯେହେତୁ ଏ ପୁରୁଷ ଲୋକଟି, ତାକୁ ସ୍ତ୍ରୀ ଲେଖୁଛି। ତା ନାଁଟା ଲେଖିଦେଉଛି। ପ୍ରଥମେ ଆପ୍ଲିକାଣ୍ଟର ନାଁଟା, ତାପରେ ଏଠି ଫଟୋ, ତାପରେ ସେ ମେଲ୍ କି ଫିମେଲ୍ ଲେଖିବେ। ମ୍ୟାରେଡ୍ ଅନମ୍ୟାରେଡ୍ ପକାଇବେ, ତାଙ୍କ ଏଜ୍ ପକାଇବେ। ଏଜ୍ ପକାଇଲା ପରେ ତାର ଆଧାର ନମ୍ବର ଦେବେ। ଆପ୍ଲିକାଣ୍ଟର ଆଧାର ନମ୍ବରଟା ଦେଇଦେଉଛି ଏବଂ ତାପରେ ତାଙ୍କ ବାପା ନାଁ ଲେଖିବେ। ବାପା ନାଁଟା ଲେଖିବେ। ତାପରେ ତାଙ୍କ ମା' ନାଁଟା ଡାଉନ୍ ସାଇଡ଼୍ରେ ଲେଖିବେ। ତାପରେ ମୋବାଇଲ ନମ୍ବର ଦେବେ। ତାପରେ ଗୋଟେ ମେଲ୍ ଆଇଡ଼ି ଦେଇଦେବେ। ମୁଁ ମେଲ୍ ଆଇଡ଼ିଟା ଦେଇଦେଉଛି। ଦେଇସାରିଲା ପରେ ତାପରେ ନିଜ ଡିଷ୍ଟ୍ରିକ୍ଟ ସିଲେକ୍ସନ୍ କରିବେ, ବ୍ଲକ୍ ସିଲେକ୍ସନ୍ କରିବେ, ତାପରେ ଭିଲେଜ୍ ସିଲେକ୍ସନ୍ କରିବେ, ଆପଣଙ୍କର ଯେଉଁଠି ଭିଲେଜ୍। ତାପରେ ନିଜ RI, ଯଦି ଭିଲେଜ୍ ଶୋ ନ କରୁଛି, ତାପରେ ସେଇ ବକ୍ସ ଥିବ, ସେ ବକ୍ସ ଉପରେ କ୍ଲିକ୍ କରିକି ସେଇ ଗାଁ ନାଁଟା ଲେଖିପାରିବେ ଆପଣ। ତାପରେ ପୋଲିସ୍ ଷ୍ଟେସନ୍ ଲେଖିକି ତଳକୁ ଆସିବେ। ଯଦି ଆଡ୍ରେସ୍ ସେମ୍ ଅଛି, ତାହେଲେ ଏସ୍ ଜାଗାରେ କ୍ଲିକ୍ କରିବେ। ଯଦି ସେମ୍ ନାହିଁ, 9 ଜାଗାରେ କ୍ଲିକ୍ କରିକି ନିଜ ଭରିପାରିବେ।
ଯେହେତୁ ସେମ୍ ଅଛି ତାକୁ ମୁଁ ୟେସ୍ କରିଦେଉଛି ଏବଂ ତଳକୁ ଆସିଲେ ପାରପୋଜ କେଉଁଥିପାଇଁ ବାହାର କରିବେ ଏଇ ଛୁଆଟି ପାଠ ପଢ଼ିବା ପାଇଁ ବାହାର କରୁଛି ତାଙ୍କ ଗୋଟେ ଛୋଟିଆ ଛୁଆ ପାଠ ପଢ଼ିବା ପାଇଁ ବାହାର କରୁଛି ସେଥିପାଇଁ ମୁଁ ପାଠ ପଢ଼ିବା ପାରପୋଜରେ ଲେଖିଦେଉଛି। ତାପରେ ଇନକମ୍ ପକାଇବେ ତାଙ୍କର ଏଗ୍ରି ଇଏରୁ କେତେ ଇନକମ୍ କରନ୍ତି 400 ଇଏରୁ କେତେ ଇନକମ୍ କରନ୍ତି ଅଦର ଇଏରୁ କେତେ ଇନକମ୍ କରନ୍ତି ତାହା ଲେଖିବେ। ଲେଖିଲା ପରେ ନିଜର ପ୍ଲେସ୍ ପକାଇବେ ଯେଉଁ ଜାଗାଟା ଆପଣ ଗାଁ ନାଁ କି ଗାଁ ନାଁ ପକାଇବେ। ଗାଁ ନାଁ ପକାଇଲା ପରେ ତଳକୁ କ୍ୟାପଚା କୋଡ଼୍ ଭରିବେ ସବମିଟ୍ ଉପରେ କ୍ଲିକ୍ କରିବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଆଉ ଗୋଟେ ପେଜ୍ ଖୋଲିଯିବ। ଯଦି ଏଡ଼ିଟ୍ ଭୁଲ ଥିବ ଏଡ଼ିଟ୍ ବି କରିପାରିବେ। ଯେହେତୁ ଭୁଲ ନାହିଁ ମୁଁ ଡାଇରେକ୍ଟ ଆଟାଚ୍ ମାରିଦେଉଛି। ମାରିଲା ପରେ ଆପଣଙ୍କର ଡକୁମେଣ୍ଟ ଏଇଠି ଭର୍ତ୍ତି କରିଦେବେ। ଯାହା ଯାହା ଡକୁମେଣ୍ଟ କହିଥିଲି ତାକୁ PDF ବନେଇକି ରଖିଥିବେ ଏଇଠି ଲୋଡ଼୍ କରି। ଯେହେତୁ ମୁଁ ଆଗରୁ PDF ବନେଇକି ରଖିଛି ତାକୁ ଫଟାଫଟ ଲୋଡ଼୍ କରିଦେଉଛି। ସବମିଟ୍ ଉପରେ କ୍ଲିକ୍ କରୁଛି। କିଛି ସମୟ ଲୋଡ଼୍ ନେବ। ଲୋଡ଼୍ ନେଲା ପରେ ଏକ ରିସିପ୍ଟ ବାହାରି ପଡ଼ିବ। ସବମିଟ୍ ଉପରେ ପୁରା ଡାଇରେକ୍ଟ କ୍ଲିକ୍ କରୁଛି। ଦେଖ ପୁରା ଡାଇରେକ୍ଟ ଆପ୍ଲାଏ ହେଇଗଲା। ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ।